ଜଗନ୍ନାଥ। ନାରାୟଣ ବାବା ମଲା ମଲା ଡାକ ମହି ପୁରିବ। ବୁଝିପାରୁଛ ନା ବୁଝିପାରୁନ? ମଲା ମଲା ଡାକ ମହି ପୁରିବ। ତା ମାନେ କଣ? ତା ମାନେ କଣ? କଣ କରୁଛୁ ଭାଇ? ମାନେ ଏମିତି ମରିବେ ଲୋକ କେହି ଜାଣିପାରୁନଥିବେ। ଗୋଟେ ଭାଇରସ ନାହିଁ ନା, ଭାଇରସ ଟିକା ଧୀରେ ଧୀରେ ପ୍ରବେଶ କରୁଥିବ କିନ୍ତୁ ଲୋକ କେହି ଜାଣିପାରୁ ନଥିବେ। ତମେ ଦେଖ 20 ବର୍ଷ ତଳକୁ ପଳାଅ। ସକାଳୁ ଉଠିଲେ ତାର ପୁଅ ହେଲା, ତାର ଝିଅ ହେଲା, ଖାଲି ଏଇ ବିଷୟ ଆଲୋଚନା ହୁଏନି ନା? ସକାଳୁ ଉଠିଲେ କଣ ନା ଏ କାର ଗୋଟେ ପୁଅ ହେଇଛି, ତାର ଗୋଟେ ଝିଅ ହେଇଛି, ଏମିତି ସବୁ ଲୋକ ଖବର ପାଆନ୍ତି। ଅବିକା ସେ ଖବର ଆଉ ପାଉଛ? କେଇ ଜଣ ପାଖରୁ ପାଉଛ? ଅବିକା କଣ ବେଶୀ ଏଇ ଅମୁକ ଲୋକରେ ଗାଡ଼ି ଧକ୍କାରେ ମରିଗଲା, ଏ ଅମୁକ ଲୋକ ଷ୍ଟ୍ରୋକ୍ ହେଇଗଲା, ଏମିତି କୁହନ୍ତି ନାଇଁ ନା? ଅବିକା ଖାଲି ମଲା ଖବର ଶୁଣୁଛେ ନା ଆଉ, ହଁ କି ନାଇଁ? ତଥାପି ଲୋକ ହେଜୁଛନ୍ତି, ହେଜି ପାରିବେନି। କାହିଁକି? ବିନାଶ କାଳେ ବିପରୀତ ବୁଦ୍ଧି। କଳି ଯୁଗ ସରିବ, କଣ ସରିବ? ସେ ପଞ୍ଚ ମହାଭୂତ କଣ ସତ୍ୟରେ ନଥିଲେ କି? ତୀର୍ଥରେ କଣ ନଥିଲେ କି? ଦ୍ୱାପରେ ନଥିଲେ କି? କଳିରେ ଅଛନ୍ତି। ସରିବ କଣ? ସେମାନେ ସେ ସମୟର ଆଚାର ବିଚାର, ଚାଲିଚଳନ, ବ୍ୟବହାର, ସଂସ୍କାର ଯାହା ଥିଲା ବର୍ତ୍ତମାନ ତା ବିପରୀତ ହେଇଯାଇଛି। କିଏ କାହାକୁ ମାନୁଛି? ସ୍ୱାମୀକି ଆଉ ସ୍ତ୍ରୀ ମାନୁଛି? ବାପାକୁ ଆଉ ପୁଅ ମାନୁଛି? ଗୁରୁଙ୍କୁ ଆଉ ଶିଷ୍ୟ ମାନୁଛି? କେହି କାହାକୁ ଆଉ ମାନିବାର ନାହିଁ। ଯାହା କୁହନ୍ତି କଣ, ବର୍ତ୍ତମାନ ସମାଜ ହେଇଛି ବେମୂଲ୍ୟ ସମାଜ, ହଁ କି ନାଇଁ? ଖାଲି ଟଙ୍କା। ରାତି ପାଇଲେ କଣ ଟଙ୍କା, କେମିତି ଆମେ କୋଟିପତି ହବୁ। ଆରେ ଧନ ତ ଧନ, ଏ ତ ଅମୂଲ୍ୟ ଧନ, 3 ହାତ ଚାଖଣ୍ଡରେ ବିଜେଶୀ ଭଗବାନ। ଅମୂଲ୍ୟ ଧନ କିଏ ସେ? ଏ ଧରେ ଶରୀର। ଏଟା କେତେ? 3 ହାତ ଚାଖଣ୍ଡେ ନା? ମଣିଷ ହାତରେ ମଣିଷ କେତେ? ଶରୀରଟା 3 ହାତ ଚାଖଣ୍ଡେ। ନୋ, ଦ୍ୟାଟ୍ ଇଜ ରଙ୍ଗ। 3 ହାତେ ଚାଖଣ୍ଡେ 4 ଆଙ୍ଗୁଳ ହେଲା। 3 ହାତେ ଚାଖଣ୍ଡେ 4 ଆଙ୍ଗୁଳ। ଆଣ୍ଠୁରୁ ପାଦ ହେଲା ହାତେ, ପଟିରୁ ଆଣ୍ଠୁ ହଉଛି ହାତେ, ପଟିରୁ କଣ ହେଲା କାନ୍ଧ ହେଲା ହାତେ, ବେକ ହଉଛି 4 ଆଙ୍ଗୁଳ, ମୁଖ ହେଲା କେତେ? ଚାଖଣ୍ଡେ ହେଲା। ମୁଖ କେତେ ହେଲା? ଚାଖଣ୍ଡେ। ଏମିତି କେତେ ହେଲା ନା 3 ହାତେ ଚାଖଣ୍ଡେ 4 ଆଙ୍ଗୁଳ। ଯଥା ସମସ୍ତେ ସମସ୍ତଙ୍କ ହାତରେ ହଉଛନ୍ତି 88 ଆଙ୍ଗୁଳ, କିନ୍ତୁ ମହାପୁରୁଷ ମାନେ ସମସ୍ତେ କୁହନ୍ତି 3 ହାତେ ଚାଖଣ୍ଡେ ବା 84 ଆଙ୍ଗୁଳ। ନାରାୟଣ ବାବା ସେଦିନ ସବୁ କହୁଥିଲେ ଗୁରୁ ଦକ୍ଷିଣା 3 ଟଙ୍କା 50। କଣ 3 ଟଙ୍କା 50ରେ? କଣ ଟଙ୍କା? ଧନ? ଏ ପିଣ୍ଡ ପ୍ରୟାଣ ଅଟେ ବ୍ରହ୍ମଜ୍ଞାନ, ଜ୍ଞାନ ସୂତ୍ରେ ହେଜ ଯାଇରେ। 84 ଅଙ୍ଗୁଳ କର ପିଣ୍ଡ ଦାନ, ସାହେବେ ଭାବ ଗ୍ରାହୀରେ। ଗୁରୁ ଚରଣେ ବସ, ନିଚେ ଦୃଶ୍ୟ ହେବେ ସେହି ଶୂନ୍ୟ ପୁରୁଷ, ଗୁରୁ ଚରଣେ ବସ। କହିଲେ 3 ହାତେ ଚାଖଣ୍ଡେ କୁ ତୁ ଗୁରୁଙ୍କ ପାଖେ ସମର୍ପଣ କରିଦେ। ବୁଝିପାରୁଛ ନା ବୁଝିପାରୁଛ?
ତିନି ହାତ ଚାଖଣ୍ଡ କଣ କରିବ? ଗୁରୁଙ୍କ ପାଖେ ସମର୍ପଣ କରିଦବ। ଆଉ 4 ଆଙ୍ଗୁଳ ତୁ ଯଦି 3 ହାତ ତମେ ଚାଖଣ୍ଡେ ପ୍ରଭୁଙ୍କ ପାଖେ ଗୁରୁଙ୍କ ପାଖେ ସମର୍ପଣ କରିବ, ଆଉ 4 ଆଙ୍ଗୁଳ ମହାପ୍ରଭୁ ଧାରି ନେଇଯିବେ। ଏ 3 ଟଙ୍କା 8 ଗୁରୁଙ୍କୁ ଦାନ କରନ୍ତି। କଣ ଟଙ୍କା? ଏ ପିଣ୍ଡ ପ୍ରୟାସ କଳିଯୁଗରେ ହେଇଯାଇଛି। କଣ ଗୁରୁ ଦକ୍ଷିଣା 3 ଟଙ୍କା 8। ବୁଝିପାରୁଛ ନା ବୁଝିପାରୁଛ? କିନ୍ତୁ ଗୁରୁ ଦକ୍ଷିଣା କଣ ନା ଶରୀରଟାକୁ ଗୁରୁଙ୍କୁ ଦାନ କରିଦବ। ଯଦି ଦାନ କରିଦେଲ ପରମ ଗୁରୁଙ୍କର ନିଶ୍ଚିନ୍ତ ଆଶୀର୍ବାଦ। ଛାଡ, ଆମେ ଆଲୋଚନା କରିବା କଣ ମଲା ମଲା ଡାକ ସଂସାରରେ ପୁରିବ। ବର୍ତ୍ତମାନ ହଉଛି ଏ ଖେଳ ଆରମ୍ଭ ହେଇ ଗଲାଣି। ମୃତ୍ୟୁ ମନେ ରଖିଥାଉ 5 ପ୍ରକାର ମୃତ୍ୟୁ। ମୃତ୍ୟୁ କେତେ ପ୍ରକାର? 5 ପ୍ରକାର ମୃତ୍ୟୁ। ଗୋଟେ କଣ ବୟସ ହେଲା, ବାର୍ଦ୍ଧକ୍ୟ ଅବସ୍ଥା ପଳେଇଲା, ମଣିଷ ଶେଷ ସେ ଆଗ କଣ କଲା? ସେ ମଲା। ସିଏ ଗୋଟାଏ ମୃତ୍ୟୁ। ଆଉ ଗୋଟେ ହଉଛି ଅପମୃତ୍ୟୁ। ହେଲା, ଅପମୃତ୍ୟୁ କଣ? ଲୋକ ଅଛନ୍ତି ବିଷ ଖାଇ ଦିଅନ୍ତି, ଦୌଡ଼ି ଦେଇ ଦିଅନ୍ତି, ନିଜକୁ ପୋଡ଼ିକି ମରିଯାଆନ୍ତି। ଏଗୁଡ଼ା କଣ କୁହନ୍ତି? ଅପମୃତ୍ୟୁ। ଆଉ ଗୋଟେ କୁହନ୍ତି ଅକାଳ ମୃତ୍ୟୁ। ଅକାଳ ମୃତ୍ୟୁ କଣ? ଆମେ ଗାଡ଼ିରେ ଯାଉଛେ, ତମେ ଦେଖିବ ଗାଡ଼ିରେ ଯାଉଥିବେ, ଲୋକ କଣ ହେଇଯିବ? ଗାଡ଼ି ଧକ୍କା ହେଇଯିବ, ବାଟରେ ବୁଡ଼ି ମରିଯାଆନ୍ତି। ମରିଯାଆନ୍ତିନି ନା? ତାକୁ କୁହନ୍ତି କଣ? ଅକାଳ ମୃତ୍ୟୁ। ଆଉ ଗୋଟେ ହଉଛି ଯୋଗ ମୃତ୍ୟୁ। ଯୋଗୀ ମାନେ ଯୋଗ ବଳରେ କଣ କରୁଥିଲେ? ପିଣ୍ଡ ଛାଡ଼ି ଦଉଥିଲେ, ଘଟ ଛାଡୁଥିଲେ। ବୁଝିପାରୁଛ ନା? ତାକୁ କୁହନ୍ତି ଯୋଗ ମୃତ୍ୟୁ। ଉଦାହରଣ, ଦଧିଚି ମୁନିଙ୍କର କସ୍ତୁରୀ କଣ ହେଲା? ଇନ୍ଦ୍ରଙ୍କ ବାଣ ହେଲାନି। ଆଉ ଗୋଟେ ହଉଛି ଇଚ୍ଛା ମୃତ୍ୟୁ। ଇଚ୍ଛା ମୃତ୍ୟୁ କଣ? ଧ୍ୟାନସ୍ଥରେ ସିଦ୍ଧ ସାଧୁ ମାନେ ପ୍ରାଣାୟାମ ସୂତ୍ର କଣ କରୁଥିଲେ? ହେଜ ସମାଧିରେ ରହିକି ଘଟ ମଧ୍ୟ ପରିତ୍ୟାଗ କରିଦଉଥିଲେ। ଏହି ପ୍ରକାର 5 ପ୍ରକାର କଣ ହଉଛି? ମୃତ୍ୟୁ। କିନ୍ତୁ ଅକାଳ ମୃତ୍ୟୁ କଳିର ଅନ୍ତିମ ପର୍ଯ୍ୟାୟରେ ଅନେକ ଘଟିବ। ବର୍ତ୍ତମାନ ଘଟୁଛି, ଘଟୁନି? କେତେ ଧକ୍କାରେ ମରୁଛନ୍ତି, ନିଜେ ଚିନ୍ତା କଲ ନା? ମହାପୁରୁଷ ସେଇଆ କହୁଛନ୍ତି, ମଲା ମଲା ଡାକ ମହି ଉଛୁଳିବ, କର୍ଣ୍ଣ ଶୁଣୁଥିବ ଖାଲି, ହେଜି ନ ପାରିବେ ମାୟାରେ ଭ୍ରମିବେ, ନିରନ୍ତରେ ଯିବେ ଭୁଲି। ତମେ ବର୍ତ୍ତମାନ ଦେଖ, ଖାଲି ମଲା ଖବର। କଣ ନା ହାର୍ଟ ଚୋକରେ କିଏ ମରିଗଲା, ନା ନାଇଁ? କିଏ ନା ଗାଡ଼ି ଧକ୍କାରେ ମରିଗଲା। ଖାଲି ଭେଣ୍ଡା ଗୁଡ଼ା ମରୁଛନ୍ତି। ବୁଢ଼ା ବାପ ହୋଇଥିବେ, ପୁଅମାନେ କଣ ହଉଛନ୍ତି? ଆଗରେ ଚାଲି ଯାଉଛନ୍ତି। ଆଠୁ ସଂସାରରେ ଦୁଃଖ କିଛି ନାହିଁ। ଲୋକମାନେ ଦେଖୁଛନ୍ତି, କିନ୍ତୁ କଣ ହଉଛନ୍ତି? ସେ ଭୁଲି ଯାଉଛନ୍ତି। କେହି ହେଜି ପାରୁନାହାନ୍ତି, କେହି ତାକୁ ଅନୁଭବ କରୁନାହାନ୍ତି। ତାଙ୍କୁ ଭୁଲେଇ ଦଉଛି କିଏ? ନା ମାୟା। ଅକାଳ ମରଣ ଅନେକ ହୋଇବ, ପିତା ଥିବ ପୁତ୍ର ନାଶ। କହିଲେ ହେ ବାବୁ, ମନେ ରଖିତା, କଳିର ଅନ୍ତିମ ପର୍ଯ୍ୟାୟରେ ଅକାଳ ମରଣ ବହୁତ ହବ। ବୁଢ଼ା ବାପ ବଇଥିବ, ପୁଅ ଚାଲିଯିବ। କିଏ କହୁଛନ୍ତି? ମହାପୁରୁଷଟି କହୁଛନ୍ତି। ଆରି ଉପରେ ଟୀକା ଗୋବିନ୍ଦ ସଚୀମାତା ମଧ୍ୟ ଗୋବିନ୍ଦ ଚନ୍ଦ୍ର ଗୋଟେ କହିଥିଲେ, ଭଜୁକିନା ରାମ ନାମରେ କୁମର, ଭଜୁକିନା ରାମ ନାମ ଭଜି ନ ପାରିଲେ, କୁଳ ଚନ୍ଦ୍ରମାରେ ବାନ୍ଧି ନେବ କାଳ ଜମ। ସେହି କାଳ ଜମ ବଡ଼ ଦାରୁଣରେ ସଜେଇ ରଖେ ମିନନ୍ତି, ବାଛି ନେବ କଞ୍ଚା ରଖିବ ପାଚଲା, ଦେବଟି ଦାରୁଣ ଦୁଃଖ। ତାମାନେ କଣ? ବାଛି ନେବ କଞ୍ଚା ମାନେ ଭେଣ୍ଡା ଟୋକା ଗୁଡାକ ମରିଯିବେ, ବୁଢ଼ା ବାପ ମାନେ ବସିଥିବେ। ଏ ଯୋଉ ଦୁଃଖ, ସେଟା ମୁଖରେ ବର୍ଣ୍ଣନା କରି ହୁଏ ନାହିଁ।
आखिरु लुह आसु नथिबो किंतु अंतर भीतर कौन होतिबो कुहुथिबो केमितिया दुख से दुख की दुख कहती दारुण दुख किंतु एते घटना घटिले लोक कई जानी परिबे नाही अकाल मरण अनेक होइब पिता थिब पुत्र नाश अकाल रे लिंब कढ़ी आरंभिब सुनिलु कली भविष्य लिंब गछ देवपुर वृक्ष सी बुझीपार ना बुझीपार से वृक्ष किए आनी बाली आनी मृत्यु रामचंद्र से वृक्ष मूल रही कौन करते मारी नथिले बाली की ये हूँ ब्रह्मा अंशर देवपुर वृक्ष ये वृक्षर कढ़ अदिन हम तथापि लोक मैंने जापर ना होने अदिन होनी लिंब कोड़ी गाब माने विष्ठा भक्षण करेंगे दुग्धरे मिठा नथिब गाई मैंने क्या विष्ठा भक्षण करना किंतु दुग्धरे मिठा नथिब जेते अरजिले नियंट होइब ये वचन गोटा ध्रुव बोले हे कली मानव जेते रोजगार कर तुम सब नियंटा गोड़ेब ताने कौन जहाँ पाखे जेते धन ता पाखे सेते लोभ एटा मन रखी था ये सब पदर अर्थ होची या जहाँ पाखे जेते धन ता पाखे सेते लोभ महापुरुष कहते माने कोटी टंका रखिले मत से चाहूँ मुझे जाऊँ 2 कोटी करी सती अमरत्व होगी गोटे गरीब मरले जो 6 खंड बाउंस को दरकार गोटे धनी लोक मरले से 6 खंड बाउंस दरकार एते गुड़िए कषण पड़े कलिर मानव के हेजी पारे ना बर्तमान तो हेजु ना भविष्य आउ कौन कह जय जगन्नाथ से प्रभु सदिच्छा पूर्ण हो बोल आनंदे गोवार हरि बोल।